ଖରାପ ସମୟ ମଧ୍ୟ ଗ୍ରହର ଉପହାର ବୋଲି ଭାବନ୍ତୁ, କାରଣ ସେଇଠି ଜନ୍ମ ନିଏ ଆପଣଙ୍କର ପାରିବାର ପଣିଆ। ଆପଣ କେତେ ଶକ୍ତିଶାଳୀ ଆଉ କେତେ ଧୈର୍ଯ୍ୟବାନ। ନମସ୍କାର ବନ୍ଧୁଗଣ, ମୁଁ ସାଗର, କଳାକାର ସାଗର ସଙ୍ଗମ ଆଷ୍ଟ୍ରୋଲୋଜି ଜ୍ୟୋତିଷ ଜ୍ଞାନ ଆଣ୍ଡ କର୍ମ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଆଲୋଚନା କରିବା ସିଂହ ରାଶିର ଜାତକ ଜାତିକାମାନଙ୍କ ବିଷୟରେ। ଏହି ମାର୍ଚ୍ଚ ମାସ ଆପଣଙ୍କ ପାଇଁ କିପରି ରହିବ, ଗ୍ରହମାନଙ୍କର ସ୍ଥିତି କ'ଣ ରହିଛି, ନବଗ୍ରହମାନେ କି ଫଳ ଦେବେ, ସବୁକିଛି ସ୍ୱାସ୍ଥ୍ୟ, ଶିକ୍ଷା, ଲଭ୍ ରିଲେସନ୍, ଫାଇନାନ୍ସ, ବିଜନେସ୍, ମ୍ୟାରେଡ୍ ଲାଇଫ୍, ଜବ୍ ଅର୍ ପ୍ରଫେସନ୍ ବିଷୟରେ ଡିଟେଲ୍ସରେ ଆଲୋଚନା କରିବା। ଆସନ୍ତୁ ନଜର ପକାଇବା ଗ୍ରହ ଗୋଚର ସ୍ଥିତି ଉପରେ। ଏହି ମାର୍ଚ୍ଚ ମାସରେ ସିଂହ ରାଶି ପାଇଁ କିପରି ରହିଛି। ଆପଣଙ୍କର ରାଶିରେ କେତୁ, ସପ୍ତମରେ ରାହୁ, ବୁଧ, ମଙ୍ଗଳ ଏବଂ ରବି ଅବସ୍ଥାନ କରିଛନ୍ତି। ଅଷ୍ଟମରେ ଶନି ଅଛନ୍ତି ଏବଂ ଶୁକ୍ର ମାର୍ଚ୍ଚ 2 ତାରିଖ ଠାରୁ ଅଷ୍ଟମରେ ରହିବେ। ବୃହସ୍ପତି ଅଛନ୍ତି ଏକାଦଶରେ। ସର୍ବପ୍ରଥମେ ଦେଖିବା ଏହି ମାସରେ ସ୍ୱାସ୍ଥ୍ୟ ଆପଣଙ୍କର କିପରି ରହିବ। ଲଗ୍ନ ଭାବ ଆମର ଶରୀର। ଲଗ୍ନାଧିପତି ରବି ସପ୍ତମରେ ରାହୁ, ମଙ୍ଗଳ, ବୁଧଙ୍କ ସହିତ ଅଛନ୍ତି ଏବଂ ଲଗ୍ନରେ କେତୁ ଅଛନ୍ତି। ଲଗ୍ନରେ ଯେଉଁ କେତୁ ଅଛନ୍ତି, ଶାରୀରିକ ଦୁର୍ବଳତା, ନିଦ୍ରାରେ ଅନିୟମିତତା, ମନରେ ଅଜଣା ଭୟ ଏବଂ ଅସ୍ଥିରତା ଦେଖାଦେବ। ବାହାରକୁ ଆପଣ ସୁସ୍ଥ ଦେଖାଗଲେ ବି ଏନର୍ଜି ଲେଭେଲ୍ ଲୋ ରହିବ। ଲଗ୍ନାଧିପତି ରବି ରାହୁ ସହିତ ଯେହେତୁ ଅଛନ୍ତି, ହାର୍ଟ ରିଲେଟେଡ୍ ପ୍ରୋବ୍ଲେମ୍ ଯେଉଁମାନଙ୍କର ଅଛି ଚେକଅପ୍ରେ ରହିବା ଜରୁରୀ। ବିପି ଅପ୍ ଡାଉନ୍ ରହିବ। ଅତ୍ୟଧିକ ଚିନ୍ତା ମଧ୍ୟ ରହିପାରେ। ମଙ୍ଗଳ ମଧ୍ୟ ଆପଣଙ୍କର ରାଶିକୁ ବାଧକ। ଯେହେତୁ ରବି ସହିତ ରହୁଛନ୍ତି, ଭାଇରାଲ୍ ଫେଭର, ବ୍ଲଡ଼ ରିଲେଟେଡ୍ ଇସ୍ୟୁ, ଛୋଟ ମୋଟ ଆକ୍ସିଡେଣ୍ଟାଲ ଇସ୍ୟୁ ମଧ୍ୟ ରହିପାରେ। ବୁଧଙ୍କ ସହିତ ରବିଙ୍କର ଯୋଗ ଏଠାରେ ହେଇଛି। ରାହୁ ଅଛନ୍ତି, ମଙ୍ଗଳ ବି ଅଛନ୍ତି। ନର୍ଭସ୍ ସିଷ୍ଟମ୍ ଉପରେ ପ୍ରଭାବ ପଡ଼ିବ। ସ୍ନାୟୁବିକ ଦୁର୍ବଳତା ରହିବ। ଏଙ୍ଗଜାଇଟି ମଧ୍ୟ ରହିବ। ସପ୍ତମ ଭାବ ହେଉଛି ଶରୀରର ବାଲାନ୍ସର ଭାବ। ସେଠାରେ ଯେହେତୁ ଏତେ ଗୁଡ଼ିଏ ଗ୍ରହ ସବୁ ରହିଯାଉଛନ୍ତି, ଲଗ୍ନକୁ ଦୃଷ୍ଟି ଦେଉଛନ୍ତି, ହେଲ୍ଥ ଇନବାଲାନ୍ସ ହେବା ସ୍ୱାଭାବିକ କଥା। ଶନି ମଧ୍ୟ ଷଷ୍ଠପତି, ରୋଗ ଭାବର ଅଧିପତି, ଅଷ୍ଟମ ସ୍ଥାନରେ ଅବସ୍ଥାନ କରିଛନ୍ତି। ପୁରୁଣା ରୋଗ ସମସ୍ୟା ସୃଷ୍ଟି କରିପାରେ। ଯେଉଁମାନଙ୍କର କ୍ରନିକ୍ ଡିଜିଜ୍ ଅଛି, ହାଡ଼, ଜଏଣ୍ଟ, ଅଣ୍ଟା ଯନ୍ତ୍ରଣା ଭଳି ସମସ୍ୟା ଅଛି, ସେମାନେ ଡକ୍ଟରଙ୍କର ପରାମର୍ଶ ନେବା ଜରୁରୀ। ଗ୍ୟାସ୍, କନଷ୍ଟିପେସନ୍, ମାଇଗ୍ରେନ୍ ପେନ୍ର ସମସ୍ୟା ମଧ୍ୟ ରହିପାରେ। ମାର୍ଚ୍ଚ 15 ପରେ ରବି ଅଷ୍ଟମ ଭାବରେ ଅବସ୍ଥାନ କରିବେ ଶନିଙ୍କ ସହିତ। ଅଷ୍ଟମ ଭାବ ହେଉଛି ଅପରେସନ୍ର ଭାବ, ଇମିଡ଼ିଏଟ୍ ହେଲ୍ଥ ଇସ୍ୟୁର ଭାବ, ଦୁର୍ଘଟଣାର ଭାବ, ଲାଗିଥିବା ସମସ୍ୟାର ଭାବ, ହିଡେନ୍ ଡିଜିଜ୍ର ଭାବ। ଏଠାରେ ଯେତେବେଳେ ଶନି ରବିଙ୍କର ସଂଯୋଗ ହେବ, ତା ସହିତ ଶୁକ୍ର ଅଛନ୍ତି, ହଠାତ୍ ବିପି ହାଇ ହୋଇଯିବାର ସମ୍ଭାବନା ରହିଛି। ଷ୍ଟ୍ରେସ୍ ରହିବ। ଲିଭର, ଗଲ୍ ବ୍ଲାଡର ସମସ୍ୟା, ବଡି ପେନ୍ ହେବା, ଇମ୍ୟୁନିଟି ପାୱାର କମିବା, ୱିକ୍ ଲାଗିବା, ଏସବୁ ସମସ୍ୟା ହୋଇପାରେ। ତେଣୁ ଯେଉଁମାନଙ୍କର ଏଇଭଳି ସ୍ୱାସ୍ଥ୍ୟ ଅବସ୍ଥାରେ ହଠାତ୍ ପରିବର୍ତ୍ତନ ହେଉଛି, ତେବେ ଡକ୍ଟର କନସଲ୍ଟ କରିବା ଉଚିତ। ଅଷ୍ଟମ ଭାବରେ ଶନି ରବିଙ୍କର ସଂଯୋଗ ମାର୍ଚ୍ଚ 15 ପରେ ଜଏଣ୍ଟ ପେନ୍, ବ୍ୟାକ୍ ପେନ୍, ଡେଣ୍ଟାଲ ଇସ୍ୟୁ, ହାଡ଼, ସ୍ପାଇନାଲ ଇସ୍ୟୁ, ପାଇଲ୍ସ, ଏହିସବୁ ଡିଜିଜ୍ ହେବାର ଇଣ୍ଡିକେସନ୍ ମିଳୁଛି। ତେଣୁ ମାର୍ଚ୍ଚ 14 ପରେ ଓଭରୱାର୍କ, ଆଙ୍ଗର, ଷ୍ଟ୍ରେସ୍, ଲେଟ୍ ନାଇଟ୍ ୱାର୍କକୁ ଆଭଏଡ଼ କରନ୍ତୁ, କାରଣ ଏହି ମାସର ଶେଷ ସପ୍ତାହ ସେନ୍ସିଟିଭ୍ ଫେଜ୍, ନହେଲେ ହେଲ୍ଥ ସମସ୍ୟା ବଢ଼ିଯିବ। ଓଭରଅଲ୍ ଯଦି କହିବି, ଏହି ମାର୍ଚ୍ଚ ମାସରେ ସିଂହ ରାଶି ପାଇଁ ସ୍ୱାସ୍ଥ୍ୟର ଅବସ୍ଥା ଆଭରେଜ୍ ଠାରୁ ଟିକେ ଲୋ ରହିବ। ଏବେ ଆଲୋଚନା କରିବା ଶିକ୍ଷା ବିଷୟରେ। ପଞ୍ଚମ ଭାବ ଶିକ୍ଷାର ଭାବ। ପଞ୍ଚମାଧିପତି ହେଲେ ବୃହସ୍ପତି, ଅଛନ୍ତି ଏକାଦଶରେ। ବୃହସ୍ପତିଙ୍କର ଦୃଷ୍ଟି ରହିଛି ପଞ୍ଚମ ଭାବକୁ, ଅର୍ଥାତ୍ ନିଜ ଗୃହକୁ। ତେଣୁ ଏହି ସମୟ ବିଦ୍ୟାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ସମୟ। ପାଠପଢ଼ାରେ କନସେନ୍ଟ୍ରେସନ୍ ବଢ଼ିବ। କଠିନ ସବଜେକ୍ଟ ସହଜ ଲାଗିବ। ମନ ଶାନ୍ତ ରହିବ। ଶିକ୍ଷକଙ୍କର ଆଶୀର୍ବାଦ ବିଦ୍ୟାର୍ଥୀମାନଙ୍କ ଉପରେ ରହିବ। ସ୍କୁଲ କଲେଜ ଷ୍ଟୁଡେଣ୍ଟସ୍ମାନଙ୍କ ପାଇଁ ଗୋଲ୍ଡେନ୍ ଫେଜ୍। ସେହିପରି ନବମ ଭାବ ଉଚ୍ଚଶିକ୍ଷାର ଭାବ। ନବମାଧିପତି ମଙ୍ଗଳ ରହିଛନ୍ତି ସପ୍ତମରେ ଏବଂ ପଞ୍ଚମାଧିପତି ବୃହସ୍ପତିଙ୍କର ଦୃଷ୍ଟି ମଧ୍ୟ ରହିଛି ମଙ୍ଗଳଙ୍କୁ। ଇଞ୍ଜିନିୟରିଂ ଲାଇନ୍, ମେଡ଼ିକାଲ, ଡିଫେନ୍ସ, ଟେକ୍ନିକାଲ ଫିଲ୍ଡ, କମ୍ପିଟେଟିଭ୍ ଏକ୍ଜାମରେ ଯେଉଁମାନେ ଅଛନ୍ତି, ଯେଉଁମାନେ ପ୍ରିପେୟାର ହେଉଛନ୍ତି,
ସେମାନଙ୍କ ପାଇଁ ଭଲ ସମୟ ରହିଛି। ଦୂର ସ୍ଥାନରେ ରହି ପଢ଼ିବାର ସୁଯୋଗ ମଧ୍ୟ ବିଦ୍ୟାର୍ଥୀମାନଙ୍କର ଆସିପାରେ। ଯେଉଁମାନେ ଏଣ୍ଟ୍ରାନ୍ସ ଦେଉଛନ୍ତି ସେମାନଙ୍କର ସିଲେକ୍ସନ୍ ଏହି ମାସରେ ନିଶ୍ଚିତ ଭାବରେ ହୋଇଯିବ। ପଞ୍ଚମପତି ଏକାଦଶରେ, ଏକାଦଶ ଭାବ ହେଉଛି ରେଜଲ୍ଟର ଭାବ, ସକ୍ସେସ୍ର ଭାବ, ଗେନ୍ର ଭାବ। ତେଣୁ ବିଦ୍ୟାର୍ଥୀମାନେ ଏକ୍ଜାମ୍ରେ ଭଲ କରିବେ, ସ୍କଲାରସିପ୍ ମଧ୍ୟ ପାଇପାରନ୍ତି। ପ୍ୟାରେଣ୍ଟସ୍ ମାନେ ପିଲାମାନଙ୍କର ସଫଳତାରେ ଗର୍ବ ଅନୁଭବ କରିବେ। ସଂକ୍ଷେପରେ କହିବାକୁ ଗଲେ ଏହି ମାର୍ଚ୍ଚ ମାସ ସିଂହ ରାଶିର ବିଦ୍ୟାର୍ଥୀମାନଙ୍କ ପାଇଁ ସବୁଠାରୁ ଶୁଭ ମାସ। ଏବେ ଆଲୋଚନା କରିବା ଲଭ୍ ରିଲେସନ୍ ବିଷୟରେ। ସିଂହ ରାଶି ପାଇଁ ଏହି ମାର୍ଚ୍ଚ ମାସଟି ପ୍ରେମ ଦୃଷ୍ଟିରୁ ଭଲ, ସକାରାତ୍ମକ ରହିବ। ଲଭ୍ ଲାଇଫ୍ରେ ପ୍ରୋଗ୍ରେସ୍, ଫୁଲଫିଲମେଣ୍ଟ ଏବଂ ସୋସିଆଲ ଆକ୍ସେପ୍ଟାନ୍ସ ମିଳିବାର ସମ୍ଭାବନା ଅଧିକ ରହିଛି। ପଞ୍ଚମାଧିପତି ହେଲେ ବୃହସ୍ପତି, ଏକାଦଶରେ ରହୁଛନ୍ତି ଏବଂ ଦୃଷ୍ଟି ଦେଉଛନ୍ତି ପଞ୍ଚମ ଭାବକୁ। ଏକାଦଶ ଭାବ ଲାଭର ଭାବ, ଆଶା ପୂରଣର ଭାବ। ତେଣୁ ଲଭରଙ୍କ ସହିତ ଫ୍ୟୁଚର ପ୍ଲାନିଂ, କମିଟମେଣ୍ଟ, ମ୍ୟାରେଜ୍ ପାଇଁ ଆଲୋଚନା ହୋଇପାରେ। ଲଭ୍ ରିଲେସନ୍କୁ ଫ୍ୟାମିଲି ସପୋର୍ଟ, ଫ୍ରେଣ୍ଡଙ୍କ ସପୋର୍ଟ ମଧ୍ୟ ରହିବ। କମ୍ୟୁନିକେସନ୍ ଭଲ ରହିବ। ମିସ୍ଅଣ୍ଡରଷ୍ଟାଣ୍ଡିଂ ଯଦି ଆଗରୁ ଥିଲା ତେବେ ଧୀରେ ଧୀରେ ଦୂର ହୋଇଯିବ। ଯେଉଁମାନେ ସିଙ୍ଗିଲ୍ ଅଛନ୍ତି ଏହି ମାସରେ ନ୍ୟୁ ଲଭ୍ ପ୍ରପୋଜାଲ୍ ସେମାନଙ୍କର ଆସିପାରେ। ଫ୍ରେଣ୍ଡ ସର୍କଲ୍, ସୋସିଆଲ ମିଡ଼ିଆ କିମ୍ବା ଗ୍ରୁପ୍ ଆକ୍ଟିଭିଟି ମାଧ୍ୟମରେ। ଫ୍ରେଣ୍ଡସିପ୍ ଷ୍ଟାର୍ଟ ହେଲା ପରେ ଲଭ୍କୁ କନଭର୍ଟ ହୋଇଯାଇପାରେ। ସେହି ଫ୍ରେଣ୍ଡସିପ୍ ଧୀରେ ଧୀରେ ସିରିୟସ୍ ଲଭ୍ରେ ପରିଣତ ହେବ। ଏହି ମାସରେ ଆରମ୍ଭ ହୋଇଥିବା ଲଭ୍ ଲଙ୍ଗ୍ ଟର୍ମ ହେବାର ସମ୍ଭାବନା ଅଧିକ। ଅଲରେଡ଼ି ରିଲେସନସିପ୍ରେ ଥିବା ଲୋକମାନଙ୍କ ପାଇଁ ବଣ୍ଡିଂ ଆହୁରି ଷ୍ଟ୍ରଙ୍ଗ ହେବ। ଓପନଲି ଡିସ୍କସନ୍ ଦ୍ୱାରା ପୁରୁଣା ଡାଉଟ୍ କ୍ଲିୟର ହେବ। ମ୍ୟାରେଜ୍ ପାଇଁ ଡିସ୍କସନ୍ ମଧ୍ୟ ଚାଲିପାରେ। ଲଭ୍ ପାର୍ଟନରଙ୍କୁ ସରପ୍ରାଇଜ୍ ଏବଂ ଇମୋସନାଲ୍ ସପୋର୍ଟ ମିଳିବ। ସିଂହ ରାଶିର ସାଧାରଣ ଗୁଣ ଇଗୋ, ତେଣୁ ଇଗୋ କଣ୍ଟ୍ରୋଲ କରନ୍ତୁ। ପାର୍ଟନରଙ୍କୁ ଡୋମିନେଟ୍ କରିବାକୁ ଚେଷ୍ଟା କଲେ କନଫ୍ଲିକ୍ଟ ହୋଇପାରେ। ସଂକ୍ଷେପରେ ଯଦି କହିବି, ଯେଉଁମାନେ 18ରୁ 25 ଏଜ୍ ମଧ୍ୟରେ ଅଛନ୍ତି, ଲଭ୍ ରିଲେସନ୍ରେ ଅଛନ୍ତି, ମାର୍ଚ୍ଚ 10 ମଧ୍ୟରେ ଆଟ୍ରାକ୍ସନ୍ ବଢ଼ିବ, ମେସେଜ୍ କଲ୍ ବଢ଼ିବ ଏବଂ ମାର୍ଚ୍ଚ 20 ମଧ୍ୟରେ ରିଲେସନସିପ୍ରେ କ୍ଲାରିଟି ଆସିବ ଏବଂ ସିରିୟସ୍ ଟକିଂ ହେବ। ମାର୍ଚ୍ଚ ଏଣ୍ଡରେ କମିଟମେଣ୍ଟ ଏବଂ ଇମୋସନାଲ୍ କ୍ଲୋଜନେସ୍ ବଢ଼ିବ ଏବଂ ଫ୍ୟୁଚର୍ ପାଇଁ ଡିସିସନ୍ ନେବେ। ତେଣୁ ଏହି ମାର୍ଚ୍ଚ ମାସ ସିଂହ ରାଶି ପାଇଁ ଏକ ସୁନ୍ଦର ସ୍ମରଣୀୟ ସକ୍ସେସ୍ର ମାସ ହେବ। ଏବେ ଆଲୋଚନା କରିବା ଫାଇନାନ୍ସ ବିଷୟରେ। ଦ୍ୱିତୀୟ ଭାବ ଧନର ଭାବ, ଦ୍ୱିତୀୟାଧିପତି ହେଲେ ବୁଧ, ଅଛନ୍ତି ସପ୍ତମରେ ରାହୁ, ରବି, ମଙ୍ଗଳଙ୍କ ସହିତ। ଧନ ହଠାତ୍ ଆସିବ, ଯିବାର ମଧ୍ୟ ଯୋଗ ରହିଛି। ରଙ୍ଗ କାଲକୁଲେସନ୍, ଡିଜିଟାଲ ଫ୍ରଡ୍, ଅନଲାଇନ୍ ମିଷ୍ଟେକ୍ ମାଧ୍ୟମରେ ଧନ ଲସ୍ ହୋଇପାରେ। ଟଙ୍କା ଆସିବ, ସେଇ ଅନଲାଇନ୍ ପ୍ଲାଟଫର୍ମରୁ ହିଁ ଟଙ୍କା ଆସିବ, ଫରେନ୍ ସୋର୍ସରୁ ଇନକମ୍ ଆସିବ। ବୁଧ ଯେହେତୁ ମଙ୍ଗଳଙ୍କ ସହିତ ଅଛନ୍ତି, ସର୍ଟ ଟର୍ମ ପ୍ରଫିଟ୍ର ଚାନ୍ସ ରହିଛି। ରବି ବୁଧଙ୍କର କଞ୍ଜକ୍ସନ୍ ଯେହେତୁ ମାର୍ଚ୍ଚ 15 ପର୍ଯ୍ୟନ୍ତ ରହିଛି, ତେଣୁ ଗଭର୍ଣ୍ଣମେଣ୍ଟ ରିଲେଟେଡ୍ ଗେନ୍ର ପସିବିଲିଟି ମଧ୍ୟ ରହିଛି। ରବି ଯେତେବେଳେ ଅଷ୍ଟମରେ ରହିବେ, ସଡନ୍ ଏକ୍ସପେନ୍ସେସ୍ ହୋଇପାରେ, ଟ୍ୟାକ୍ସ ରିଲେଟେଡ୍ ଏକ୍ସପେନ୍ସେସ୍ ହୋଇପାରେ, ହେଲ୍ଥ ରିଲେଟେଡ୍ ଏକ୍ସପେନ୍ସ ମଧ୍ୟ ହୋଇପାରେ। ସଂକ୍ଷେପରେ କହିବାକୁ ଗଲେ ମାର୍ଚ୍ଚ 14 ମଧ୍ୟରେ ଇନକମ୍ର ଚାନ୍ସ ଷ୍ଟ୍ରଙ୍ଗ ଅଛି। ମାର୍ଚ୍ଚ 15ରୁ 31 ମଧ୍ୟରେ ରଙ୍ଗ ଡିସିସନ୍ରେ କିଛି ଟଙ୍କା ଲସ୍ ହୋଇପାରେ, କିନ୍ତୁ ପୁରୁଣା ଟଙ୍କା କିଛି ରିକଭରି ହେବାର ପସିବିଲିଟି ରହିଛି। ଏବେ ଆଲୋଚନା କରିବା ବିବାହ ଓ ଦାମ୍ପତ୍ୟ ଜୀବନ ବିଷୟରେ। ସପ୍ତମ ଭାବ ବୈବାହିକ ଜୀବନର ଭାବ, ବିବାହ ଅନୁକୂଳର ଭାବ। ସପ୍ତମରେ ମଙ୍ଗଳ, ରାହୁ, ବୁଧ ଏବଂ ରବି ଅଛନ୍ତି। ସପ୍ତମାଧିପତି ଶନି ଅଛନ୍ତି ଅଷ୍ଟମରେ। ସପ୍ତମରେ ରାହୁ ମଙ୍ଗଳ, ଏଠି ଷ୍ଟ୍ରଙ୍ଗ ଇଣ୍ଡିକେସନ୍ କରୁଛି ଇଣ୍ଟରକାଷ୍ଟ ମ୍ୟାରେଜକୁ। ଯେଉଁମାନେ ବି ଲଭ୍ କରୁଛନ୍ତି ହୁଏତ ସେମାନେ ମ୍ୟାରେଜ୍ କରିଯାଇପାରନ୍ତି ୱିଦାଉଟ୍ ଫ୍ୟାମିଲି ପରମିସନ୍। କୋର୍ଟରେ ମଧ୍ୟ ମ୍ୟାରେଜ୍ କରିଯାଇପାରନ୍ତି। ଏହି ରାହୁ ମଙ୍ଗଳ ଯୋଗ ଫଳରେ ଲଙ୍ଗ ଡିଷ୍ଟାନ୍ସରୁ ମଧ୍ୟ ପ୍ରପୋଜାଲ୍ ଆସିପାରେ ବିବାହ ପାଇଁ। ହଠାତ୍ ଆଟ୍ରାକ୍ସନ୍ ହେବ, କିନ୍ତୁ ମନରେ ବିବାହକୁ ନେଇ କନଫ୍ୟୁଜନ୍ ରହିବ। ଯେହେତୁ ସପ୍ତମାଧିପତି ଶନି ଅଷ୍ଟମରେ ଅଛନ୍ତି, ବିବାହ ବିଳମ୍ବ ଦେଖାଉଛି। ପାରିବାରିକ ବିରୋଧ ଭାବ ରହିବ। ବିବାହ ବିଷୟରେ ଡିପ୍ ଡିସ୍କସନ୍ ଚାଲିବ। ଭୟ ସୃଷ୍ଟି ହେବ, ଦ୍ୱନ୍ଦ୍ୱ ବି ରହିବ। ତେଣୁ ଏହି ମାସ ଆନୁଷ୍ଠାନିକ ବିବାହ ପାଇଁ ଶୁଭ ନୁହେଁ।
जो मैंने लव करचंती हुए तो से माने मैरिज कर जाई पारंती विदाउट फैमिली परमिशन दे से कथा अलग है किंतु यही मास विवाह पे शुभ नुहे सेहीपरि जो मैंने मैरिड कपल सप्तम भाव में जेहेतु 4टी ग्रह अच्छी एवं लग्न रे केतु अवस्थान करछंती स्वामी स्त्री मध्य कली झगड़ा मिसअंडरस्टैंडिंग परस्पर को नहीं संदेह अविश्वास रहिबो इगो क्लास चलिबो दाम्पत्य जीवन में अशांतिर वातावरण खेलीजिवो पुणी मार्च 15 पर शनि सहित रविंकर संजोग हम अष्टम भाव में मेंटाली उभय डिटाच रहिबे सीक्रेट रिवील होबार संभावना रही हेल्थ फाइनान्स एवं ससुर घर मध्य चाप सृष्टि होब एभली सिचुएशन रे सेपारेशन भाव मध्य आसीपारे जदि धैर्य एवं संयम रखिबे तेबे मे जून बेलू परिस्थिति किछि सुधार आसीपारे। एबे आलोचना करिबा जॉब और प्रोफेशन विषय रे। दशम भाव कर्मर भाव कर्माधिपति हेले शुक्र उच्चस्थ अछंती मीन राशि रे शनि सहित अवस्थान करछंती 15 मार्च पर रवि मध्य शुक्र सहित एकाठी अवस्थान करेंगे यही ग्रह जोग डीप चेंजेस एवं चापपूर्ण कर्म जोग को दर्शाऊँ मार्च 14 भितर कर्मक्षेत्र में अचानक वर्क प्रेशर बढ़िबो ऑफिस पॉलिटिक्स गुप्त शत्रुता रहिबो बैकबेटिंग संभावना रही आपण भल कामर क्रेडिट अन्य कहीं नहीं जाई पारंती। पॉजिटिव साइड जदि देखिबा शुक्र शनियुक्त अछंती अष्टम तेणु रिसर्च फाइनान्स इंश्योरेंस टैक्स ऑडिट इन्वेस्टिगेशन मीडिया फील्ड रे जॉब करिथिबा व्यक्ति मानक पई एई मास शुभ रहिबो बॉस आपणकर काम उपरे नजर रखिबे सीनियर कर्मचारी मानक सहित तर्क जमा भी करंतु नाही कॉन्फिडेंशियल कथा न कहिले भल। मार्च 15 पर अष्टम स्थान रे रवि शुक्र एवं शनि पावरफुल कॉम्बिनेशन किंतु रिस्क फेज। पॉजिटिव साइड रो जदि देखिबा बिग ऑर्गेनाइजेशन रे दायित्व बढ़ी पारे हिडन टैलेंट रो प्रकाश पाइबो प्रमोशन पई आलोचना हेबो किंतु डिले हेबो। नेगेटिव साइड जदि कहबी तेबे शनि सहित रविंकर शत्रुता रही इगो क्लास चलिबो ट्रांसफर हो पारे डिपार्टमेंट चेंज रो संभावना रही सडन स्ट्रेस एवं मेंटल प्रेशर आपनकर बढ़ी जीवो जॉब चेंज करिया पई कहीं मेंटाली प्रिपेयर हो पारती किंतु ये गोटे कथा कहबी यही मार्च मास जॉब चेंज पे टोटाली भल समय नुहे तेणु अवॉइड करूँ जो मैंने जॉब सर्च रे अछंती से माने गवर्नमेंट अथॉरिटी रिलेटेड जॉब फाइनान्स इंश्योरेंस रिसर्च इन्वेस्टिगेशन मेडिकल साइकोलॉजी यही विभाग रे ट्राई करिले जॉब पाई परिबे। एबे आलोचना करिबा बिजनेस विषय रे। सप्तम भाव बिजनेस भाव सप्तमाधिपति शनि अष्टम रे रहउचंती मार्च 15 पर रवि मध्य अष्टम स्थान रे अवस्थान करिबे सप्तमाधिपति अष्टम रे थिबार व्यवसाय रे बाधा प्रतिबंधक रहिबो बिजनेस पार्टनर सहित क्लायंट सहित ट्रस्ट इश्यू देखा देबो टंका आसीबो किंतु आसीबार विलंब होबो टैक्स लोन ए सब नहीं चिंता रहिबो। शुक्र अष्टम शनि सहित जेहेतु रोचती लग्जरी फैशन ब्यूटी लेडीज आइटम बिजनेस रे अप डाउन सिचुएशन रहिबो इमोशनली किछि डिसीजन नियंतु नहीं नले लॉस हो एही समय रे नुआ बिजनेस आरंभ करिबा मार्च 15 पर रवि शनि एवं शुक्र अष्टम रे बिजनेस रे सडन चेंजेस देखौछि गुप्त शत्रुता रहिबो बिजनेस पार्टनर डोमिनेट कर पारंती गवर्नमेंट रिलेटेड लीगल जीएसटी डॉक्यूमेंट इश्यूर संभावना रही बिग इन्वेस्टमेंट को अवॉइड करूँ न्यू पार्टनरशिप वर्बल एग्रीमेंट अवॉइड करूँ। पॉजिटिव साइड जदि देखिबा रिसर्च बेस्ड बिजनेस भल चलिबो इंश्योरेंस फाइनान्स कंसल्टेंसी ये सब भल चलिबो बिजनेस रिस्ट्रक्चरिंग भल समय रही यही मार्च मासरे सिंह राशि व्यवसायी मानक एडवाइस या जे ओल्ड क्लाइंट को हैंडल करूँ पेपर वर्क क्लियर करूँ कैश फ्लो कंट्रोल करूँ। सिंह राशि व्यक्ति विशेष माने प्रतिकार कौन करेंगे प्रत्येक दिन तंबा पात्र रे जल लाल फूल एवं गुड़ मिसाई
ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ ଏବଂ ସୂର୍ଯ୍ୟଙ୍କର ବୀଜ ମନ୍ତ୍ରକୁ ଜପ କରନ୍ତୁ। ମନ୍ତ୍ରଟି ହେଲା ଓମ୍ ହ୍ରାଂ ହ୍ରିଂ ହ୍ରୌଂ ସ ସୂର୍ଯ୍ୟାୟ ନମଃ। ଦୈନିକ 21 ଥର ପାଠ କରନ୍ତୁ। ଆପଣଙ୍କ ରାଶିକୁ ଅଷ୍ଟମ ଶନିର ଅଶୁଭତ୍ୱ ରହିଛି, ତେଣୁ ଶନିଙ୍କର ଅଶୁଭତ୍ୱ ଦୂର କରିବା ପାଇଁ ଦୈନିକ ହନୁମାନ ଚାଳିଶାର ପାଠ କରନ୍ତୁ ଏବଂ ଶନିଙ୍କର ମନ୍ତ୍ରକୁ ଜପ କରନ୍ତୁ। ମନ୍ତ୍ରଟି ହେଲା ଓଂ ସଂ ଶନିଶ୍ଚରାୟ ନମଃ। ଦୈନିକ 11 ଥର ଜପ କରନ୍ତୁ। ରାଶି ତେଲର ଦୀପ ଦିଅନ୍ତୁ, କଳା ତିଳ ଦାନ କରନ୍ତୁ ଏବଂ ପ୍ରତ୍ୟେକ ସୋମବାର ଦିନ ଶିବ ଦର୍ଶନ କରନ୍ତୁ। ଆପଣ ପାଇଁ ଶୁଭ ରହିବ। ବନ୍ଧୁଗଣ, ଏହା ଥିଲା ସିଂହ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ମାର୍ଚ୍ଚ ମାସର ଭାଗ୍ୟଫଳ ବିଷୟରେ ଆଲୋଚନା। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍ କମେଣ୍ଟ ସେୟାର କରିବା ପାଇଁ ଜମାରୁ ବି ଭୁଲିବେ ନାହିଁ। ପୁଣି ଆସିବି ଆଉ ଏକ ନୂଆ ଅଧ୍ୟାୟକୁ ନେଇ। ସେ ପର୍ଯ୍ୟନ୍ତ ରହୁଛି ନମସ୍କାର।